ଆଉ ସ୍ୱାଗତ କରୁଛୁ 2 ବର୍ଷ ପରେ ହେଲେ ବି ତାଙ୍କର ଚିତ୍ତ ଉଦୟ ହେଇଛି, ଚିନ୍ତା ଉଦୟ ହେଇଛି। ଆଉ ସେ ଯଦି ପ୍ରକୃତରେ ତଦନ୍ତ ଚାହୁଁଛୁ ତାହେଲେ ସେ କୋର୍ଟକୁ ଗୋଟେ ଲିଖିତ ଭାବରେ ଦେଉ ଯେ ଯେଉଁ ତଦନ୍ତ ଓଡ଼ିଶା ସରକାର କ୍ରାଇମ୍ ବ୍ରାଞ୍ଚକୁ ଦେଇଥିଲେ ସେ ତଦନ୍ତରେ ସେ ସନ୍ତୁଷ୍ଟ ନୁହନ୍ତି ଆଉ ଏହାର ଉପର ସଂସ୍ଥାକୁ ସନ୍ତୁଷ୍ଟ ତାଙ୍କୁ ତଦନ୍ତ ଭାର ଦିଆଯାଉ ଯାହାଫଳରେ ସେ ସନ୍ତୁଷ୍ଟ ହେବେ। ମୁଁ ତ କହିଛି ବିଧାନସଭାରେ କହିଛି ଯେ ବଡ଼ ବଡ଼ ମୁଣ୍ଡ ଏହା ଭିତରେ ଅଛି। ମୁଁ ନାଁ ଧରିଥିଲି ବିଧାନସଭାରେ, ସେମାନଙ୍କର ନାଁ ଧରିଥିଲି। ଜଣେ IAS ଅଫିସର, ଜଣେ IPS ଅଫିସର, ଜଣେ ସେ ସମୟର MLA। ଦେଖୁନ ଗୋଟେ ତଦନ୍ତକାରୀ ସଂସ୍ଥା ଗୋଟେ ରିପୋର୍ଟଟେ ଦେଇସାରିଛି, କୋର୍ଟରେ ସବମିଟ୍ ହେଇସାରିଛି। ତ ତାକୁ ଯଦି ଆଉ ଗୋଟେ ସଂସ୍ଥାକୁ ସେମାନେ ଦବାର ଲାଗି ଚାହୁଁଛନ୍ତି, ସେମାନେ କେହି ଗୋଟେ ତ ଇଣ୍ଟରଫେରେନ୍ସ କରବା। ସେ ଇଣ୍ଟରଫେରରଟା କିଏ? ତାଙ୍କର ପରିବାର ଲୋକେ, ତାଙ୍କର 3 ଜଣଙ୍କର ଭିତରୁ ନବ ଦାସଙ୍କର ମିସେସ୍ ହେଇପାରନ୍, ନବ ଦାସଙ୍କ ଝିଅ ହେଇପାରନ୍, ନବ ଦାସଙ୍କର ପୁଅ ହେଇପାରନ୍। এই 3 ଜଣ ଭିତରୁ କେହି ବି ଜଣେ ଲେଖିକରି ଦେଉ ଯେ ନବ ଦାସଙ୍କର ହତ୍ୟାକାଣ୍ଡରେ ଯେନ୍ ତଦନ୍ତକାରୀ ସଂସ୍ଥା ତଦନ୍ତ କରିଥିଲା ସେ ତଦନ୍ତ ଉପରେ ସେମାନେ ସନ୍ତୁଷ୍ଟ ନୁହନ୍ତି। ସେତିକି ଯଦି ଲେଖିଦେବେ ତ ଆମେ ମାଡ଼ି ବସୁ CBI ତଦନ୍ତ କରବାର। ଦେଖୁନ୍ ସେତେବେଳେ ରାଜନୈତିକ ମହତ୍ୱାକାଂକ୍ଷା ଏବଂ ବେପାରିକ ମହତ୍ୱାକାଂକ୍ଷା ଏ ଦୁଇଟା ଜିନିଷକୁ ମୋହରେ ସେମାନେ ଏସବୁ କଥା ତାଙ୍କର ପିତୃ ହତ୍ୟାକୁ ବି ସେମାନେ ଭୁଲି କରିବେ। ମୁଁ ତ କହିଛି ଏବେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲି ଯେ ଯଦି ସେ ମୋର ପାଖକୁ ଆସନ୍ତି ମୁଁ ତାଙ୍କୁ ଧରିକି ଯିବି, ମୁଖ୍ୟମନ୍ତ୍ରୀ ପାଖକୁ ଧରିକି ଯିବି।